ନମସ୍କାର। ଆଜି ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା। କକରୋଜ ଜନତା ପାର୍ଟିର ପ୍ରେସର ଦିନକୁ ଦିନ ବଢିଲାଣି। ସରକାର ଚାପକୁ ଆସିଲେ। ଦେଶବ୍ୟାପୀ କେବଳ କକରୋଜ ଜନତା ପାର୍ଟିର ଅକ୍ରୋଶର ଶିକାର ହେଉଛନ୍ତି ସରକାର ତାହା ନୁହେଁ। ଯଦି ଆପଣ ଦେଖିବେ ବିଶେଷ ଭାବେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଟାର୍ଗେଟ ହେଇଛନ୍ତି କକରୋଜ ଜନତା ପାର୍ଟିର। ଯେକୌଣସି ଜାଗାରେ ପ୍ରୋଟେଷ୍ଟ ହଉଛି ସବୁଠି ଗୋଟିଏ କଥା, ଧର୍ମେନ୍ଦ୍ର ପ୍ରଧାନଙ୍କର ଇସ୍ତଫା ଦାବି କରୁଛନ୍ତି ଯୁବଗୋଷ୍ଠୀ। ଏବଂ ୟା ଭିତରେ ସବୁଠୁ ବଡ ଚର୍ଚ୍ଚା ବର୍ତ୍ତମାନ ଯାହା ଦେଶରେ ଶୁଣିବାକୁ ମିଳୁଛି ଏବଂ ଜୋରଦାର ଖବରରେ ମଧ୍ୟ ଚର୍ଚ୍ଚାକୁ ଆସିଲାଣି, ଜାତୀୟ ସ୍ତରରେ ଚର୍ଚ୍ଚା ହେଲାଣି, ବଦଳିପାରେ ଧର୍ମେନ୍ଦ୍ରଙ୍କ ପଦବୀ କିମ୍ବା ବାଦ ପଡିପାରନ୍ତି ମନ୍ତ୍ରିମଣ୍ଡଳରୁ। ନିକଟରେ ହିନ୍ଦୁସ୍ତାନ ଖବର ଅନୁସାରେ ଧର୍ମେନ୍ଦ୍ର ଏବଂ ନିତିନ ଗଡକରୀ, ନିର୍ମଳା ସୀତାରମଣ ଏବଂ ପେଟ୍ରୋଲିୟମ ମନ୍ତ୍ରୀଙ୍କର ପଦବୀ ଯାଇପାରେ। ଏବଂ କେବଳ ପଦବୀ ଯାଇପାରେ ନୁହେଁ, ଏହାକୁ ନେଇ ରାଷ୍ଟ୍ରପତିଙ୍କ ସହିତ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କଥାବାର୍ତ୍ତା ସାରିଛନ୍ତି, ରାଷ୍ଟ୍ରପତିଙ୍କୁ ଭେଟି ସାରିଛନ୍ତି ବୋଲି ଆଲୋଚନା ହେଉଛି। ତେବେ ଆଗକୁ ଏହାର ପରିଣାମ କଣ ହେବ ତାହା ତ ସମୟ କହିବ। ବର୍ତ୍ତମାନ କିନ୍ତୁ ସବୁଠୁ ବଡ ଚର୍ଚ୍ଚାର ବିଷୟ ଏଇଆ ହୋଇଛି ଯେ ନୀତିଶ କୁମାର ମନ୍ତ୍ରୀ ପଦ ପାଇପାରନ୍ତି, ରାଘବ ଚଡ୍ଡା ମଧ୍ୟ ମନ୍ତ୍ରୀ ପଦ ପାଇପାରନ୍ତି। ଆମ୍ ଆଦମୀ ପାର୍ଟିରୁ ରାଘବ ଚଡ୍ଡା ଭାରତୀୟ ଜନତା ପାର୍ଟିକି ଆସିଲା ପରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇସାରିଛନ୍ତି ପୂର୍ବରୁ। ମାତ୍ର ବର୍ତ୍ତମାନ ଯାହା ଚର୍ଚ୍ଚା ହେଉଛି, ଧର୍ମେନ୍ଦ୍ରଙ୍କ ବଦଳରେ ନୂଆ ଚେହେରା ଭାବେ ରାଘବ ଆସିପାରନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ। ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯଦି ଏ ଦାୟିତ୍ୱରୁ ହଟେଇ ଦିଆଯାଉଛି, ଓଡ଼ିଶାରେ ବିଜେପିର ସବୁଠୁ ଟାଣୁଆ ନେତା ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ ବୋଲି ଅନେକ ସମୟରେ ଚର୍ଚ୍ଚା ହୁଏ। ଏହା ମଧ୍ୟ ସେ ପ୍ରତିପାଦିତ କରିଛନ୍ତି ନିଜ କାର୍ଯ୍ୟଦକ୍ଷତା ହିସାବରେ। ସେ ନିଜର ବିଭାଗକୁ କେତେ ସମ୍ଭାଳିଛନ୍ତି ନ ସମ୍ଭାଳିଛନ୍ତି ଯଦି ଆମେ ଚିନ୍ତା କରିବା, ତାହା ତ ନିଶ୍ଚିନ୍ତ ରୂପେ କୋଉଠି ନା କୋଉଠି ସମାଲୋଚିତ ସେ ହୋଇଛନ୍ତି। କିନ୍ତୁ ଯଦି ଆପଣ ଜଣେ ନେତା ହିସାବରେ, ରାଜନେତା ହିସାବରେ ଦଳ ପ୍ରତି ତାଙ୍କର କାର୍ଯ୍ୟକଳାପ ଦେଖିବେ, ତେବେ ତାଙ୍କୁ ଭାରତୀୟ ଜନତା ପାର୍ଟି ଯେତେବେଳେ ଯେଉଁ ରାଜ୍ୟର ନିର୍ବାଚନ ଦାୟିତ୍ୱ ଦେଇଛି, ସେ ସଫଳତାର ସହିତ ସେ ଦାୟିତ୍ୱକୁ ତୁଲାଇଛନ୍ତି ଏବଂ ଚମତ୍କାରିତାର ସହିତ ପ୍ରତ୍ୟେକ ରାଜ୍ୟରେ ନିଜର ପତିଆରା ଦେଖେଇଛନ୍ତି ଯେ କିଭଳି ସେ ଜଣେ ଜାତୀୟ ସ୍ତରୀୟ ନେତା ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି। ବର୍ତ୍ତମାନ ଯେଉଁ ଚର୍ଚ୍ଚା ହେଉଛି ତା ମଧ୍ୟରେ ଓଡ଼ିଆ ପୁଅ ଭାବେ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ଭାରତୀୟ ଜନତା ପାର୍ଟିର ଯେଉଁ ସ୍ଥିତି ଓଡ଼ିଶାରେ ଅଛି, ସେଥିରେ ବର୍ତ୍ତମାନ ଧର୍ମେନ୍ଦ୍ର ଏବଂ ମୋହନଙ୍କ ଭିତରେ ମଧ୍ୟ କଳି ବାହାରକୁ ଜଣା ପଡୁଛି। ମୋଦି ମୋହନଙ୍କ ଭିତରେ କିଛି ଠିକ ଚାଲିନି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏହା ଭିତରେ ସବୁଠୁ ବଡ ଅପଡେଟ ବର୍ତ୍ତମାନ ଓଡ଼ିଶାରୁ ସବୁଠୁ ପାୱାରଫୁଲ ନେତା ଯିଏ କେନ୍ଦ୍ରୀୟ ସ୍ତରରେ ରହି ଆସିଛନ୍ତି, ସେ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଏବଂ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦାୟିତ୍ୱରୁ ମୁକ୍ତ ହେବାକୁ ଯାଉଛନ୍ତି। ଏହା ଓଡ଼ିଶା ଭାରତୀୟ ଜନତା ପାର୍ଟି ପାଇଁ ଏକ ଆହ୍ୱାନ ହେବ କି ଧର୍ମେନ୍ଦ୍ର ଦାୟିତ୍ୱରୁ ବିଦା ହେବା ପରେ ଏହାର ଫଳସ୍ୱରୂପ ଓଡ଼ିଶା କଣ ସାମ୍ନା କରିବ, ଓଡ଼ିଶା ରାଜନୀତିରେ କଣ ପରିବର୍ତ୍ତନ ଆସିବ, ତାହା ବି ଦେଖିବାର କଥା। ଖାଲି ସେତିକି ନୁହେଁ, ରାଘବ ଚଡ୍ଡାଙ୍କୁ ଗୋଟେ ବଡ ଦାୟିତ୍ୱ ମିଳିପାରେ ଏ ଚର୍ଚ୍ଚା ଭିତରେ। ଶିକ୍ଷା ବିଭାଗଟି ହିଁ ତାଙ୍କୁ ମିଳିବ ବୋଲି ମଧ୍ୟ ବେଶ ଚର୍ଚ୍ଚା ଆସୁଛି ଯେ ଧର୍ମେନ୍ଦ୍ର ଯିବେ, ରାଘବ ଆସିବେ। ଏହା ସତ କି? ସତରେ ଧର୍ମେନ୍ଦ୍ର ଯିବେ କି ଆଉ ରାଘବ ଆସିବେ କି? ଏହା ଯେତିକି ଆଲୋଚନାର ବିଷୟ, ସେତିକି ଗୁରୁତ୍ୱପୂର୍ଣ୍ଣ ମଧ୍ୟ ଏହା ଯେ ସତରେ କଣ ଧର୍ମେନ୍ଦ୍ର ଦାୟିତ୍ୱରୁ ମୁକ୍ତ ହେବେ, ସତରେ କଣ ମୋଦି ଏବଂ ଶାହା ଧର୍ମେନ୍ଦ୍ରଙ୍କୁ ଶିକ୍ଷାମନ୍ତ୍ରୀ ଦାୟିତ୍ୱରୁ ବିଦା କରି ଆଉ କୌଣସି ମନ୍ତ୍ରୀ ପଦ ଦେବେନି, ନା ଆଉ କୌଣସି ମନ୍ତ୍ରୀ ପଦ ଧର୍ମେନ୍ଦ୍ରଙ୍କ ପାଇଁ ସଜାଡି ରଖିଛନ୍ତି। କାରଣ 14 ମସିହାରୁ 24 ମସିହା ଏବଂ ବର୍ତ୍ତମାନ 26 ମସିହାରେ ଆମେ ଅଛେ। 2026 ଯାଏ ରାଜନୀତିରେ ଓଡ଼ିଶାରୁ ଧର୍ମେନ୍ଦ୍ର ସବୁବେଳେ କେନ୍ଦ୍ରୀୟ ସ୍ତରରେ ଚମକିଛନ୍ତି। ତେବେ ଚଳିତ ବର୍ଷର ଏ ରାଜନୀତିର ଗୋଟିରେ ଧର୍ମେନ୍ଦ୍ର ବଳି ପଡ଼ିବେ କି ବଡ଼ ଦାୟିତ୍ୱ ପାଇବେ, ତାହା ମଧ୍ୟ ଚର୍ଚ୍ଚାରେ ବେଶ ରହିଛି। ତେବେ ଆଗକୁ ଜଣାପଡ଼ିବ ଫଳାଫଳ କଣ ହେବ। କିନ୍ତୁ ହଁ, ଧର୍ମେନ୍ଦ୍ରଙ୍କ ହାତରୁ ଶିକ୍ଷା ବିଭାଗ ଯାଉଛି, ଏକଥା ସତ ହେବାକୁ ଯାଉଛି। ଏହା ମୁଁ କହୁନି କି ଆମର କୌଣସି ବ୍ୟକ୍ତିଗତ ସ୍ତରରେ ଏହାକୁ ନେଇ କୌଣସି ପ୍ରକାର ତଥ୍ୟ ଆମେ ଦଉନୁ କି ମତାମତ ମଧ୍ୟ ନୁହେଁ, ଏହା ଜାତୀୟ ସ୍ତରର ମତ।
ରାଘବ ଆସିବେ, ଧର୍ମେନ୍ଦ୍ର ଯିବେ। ଏହା କେତେ ସତ କେତେ ମିଛ ମନ୍ତ୍ରିମଣ୍ଡଳ ଅଦଳ ବଦଳରେ ଜଣାପଡ଼ିବ। ଏବଂ ଓଡ଼ିଶାର ମଧ୍ୟ ମନ୍ତ୍ରିମଣ୍ଡଳ ବଦଳୁଛି ଏବଂ ଏ ବଦଳ ମନ୍ତ୍ରିମଣ୍ଡଳରେ କିଛି ନେତା ବଳି ପଡ଼ିବେ, କିଛି ନେତା ନୂଆ ମୁହଁ ଆସିବେ। ତା ଭିତରେ ଚର୍ଚ୍ଚା ଏହା ମଧ୍ୟ ହେଉଛି ମୁଖ୍ୟମନ୍ତ୍ରୀ ବଦଳି ପାରନ୍ତି, ଆଉ ଯଦି ମୁଖ୍ୟମନ୍ତ୍ରୀ ନ ବଦଳୁଛନ୍ତି ତେବେ ଧର୍ମେନ୍ଦ୍ରଙ୍କର ସମର୍ଥକ କିଛି ନେତା ବଳି ପଡ଼ିପାରନ୍ତି। ତେବେ ସମୟ କହିବ ଧର୍ମେନ୍ଦ୍ର ମୋହନଙ୍କ କଳି କେତେ ସତ କେତେ ମିଛ, ମୋଦି ମୋହନଙ୍କ ପ୍ରତି କେତେ ସନ୍ତୁଷ୍ଟ। ତେବେ ଆଗକୁ ଏତିକି ଦେଖିବାର ଅଛି, ଧର୍ମେନ୍ଦ୍ରଙ୍କର ପତିଆରା ଭାରତୀୟ ଜନତା ପାର୍ଟିରେ କେତେ ରହୁଛି, ଧର୍ମେନ୍ଦ୍ର କେତେ ଆକ୍ଟିଭଲି ନିଜ ଦାୟିତ୍ୱକୁ ତୁଲାଉଛନ୍ତି ଏବଂ ନିଜକୁ ନିର୍ଦ୍ଦୋଷ ବୋଲି ପ୍ରତିପାଦିତ କରୁଛନ୍ତି। ଭାରତୀୟ ଜନତା ପାର୍ଟିର ଆଉ ଗୋଟିଏ ନୀତି ଆମେ ଦେଖି ଆସିଛେ, 2014ରୁ 2026 ଯାଏ କୌଣସି ମନ୍ତ୍ରୀ ଇସ୍ତଫା ଦେଇନାହାନ୍ତି, ଅତୀତରେ ମଧ୍ୟ କେହି ଦେଇନଥିଲେ। ଏବଂ ବିଶେଷ କରି ଯେଉଁମାନେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୂଳ ଦୁଆରୁ ଆସିଥାନ୍ତି ସେମାନେ କେବେ ବି ଇସ୍ତଫା ଦେବା ଇତିହାସରେ ଦେଖିବାକୁ ମିଳେନି। ଧର୍ମେନ୍ଦ୍ର ଯଦି ପଦବୀରୁ ମୁକ୍ତ ହୁଅନ୍ତି, ଏହା ଭାରତୀୟ ଜନତା ପାର୍ଟି ପାଇଁ ମଧ୍ୟ ଗୋଟେ ଇତିହାସ ହେବ ଯେ ମନ୍ତ୍ରୀ ଇସ୍ତଫା ଦେଲେ ବୋଲି। ଆଗକୁ ସମୟ କହିବ କଣ ହେବ। ଆମେ ମଧ୍ୟ ଅପେକ୍ଷାରେ ଅଛୁ ମନ୍ତ୍ରିମଣ୍ଡଳର ଅଦଳ ବଦଳକୁ ନେଇ। ନିର୍ମଳା ସୀତାରମଣଙ୍କ ବଦଳରେ କିଏ ଆସିବ, ନୀତିଶ କୁମାରଙ୍କୁ କୋଉ ଦାୟିତ୍ୱ ମିଳେ। କିନ୍ତୁ ବର୍ତ୍ତମାନ ଓଡ଼ିଆ ଭାବେ ଓଡ଼ିଶାରେ ଧର୍ମେନ୍ଦ୍ର କୁଆଡ଼େ ଯିବେ ତା ଉପରେ ସମସ୍ତଙ୍କ ନଜର। ଆମର ବି ରହିଛି, ଆପଣଙ୍କର ବି ଥିବ ନିଶ୍ଚୟ। ଦେଖିବା ରାଘବ ଆସୁଛନ୍ତି ନା ଧର୍ମେନ୍ଦ୍ର ରହୁଛନ୍ତି। ନମସ୍କାର। ସବସ୍କ୍ରାଇବ୍ କରିବାକୁ ଅନକଟ ଶୁଭାଙ୍ଗୀକୁ ୟୁଟ୍ୟୁବରେ ଭୁଲିବେନି। ନମସ୍କାର।